त्रैलोक्य पूजिते देवी कमले विष्णुवल्लभे यथा त्वं सुस्थिरा कृष्णे तथा भव महिस्थिरा। ईश्वरी कमला लक्ष्मी चंचला श्रीहरि प्रिया पद्मा पद्मालया संपदि च श्रीपद्मधारिणी। द्वादशैतानि नामानि लक्ष्मी संपूज्य जः पठेत् स्थिरलक्ष्मीं भवेत् तस्य पुत्रादाराधिभिः सह। श्री सुदशा व्रत कथा। बंदई परम लक्ष्मी जगत तारिणी समुद्र मंथन जात होइलु तु पुणी। तेणु करी नाम हेला लक्ष्मी नारायणी विष्णुक घरणी मागोटुक मलिनी। एथो अनंतरे दिने मंत समये नारद महर्षि इंद्र भुवन विजये षडर्घ्य दे इंद्र पाद पूजा कले बसिबा निमंते दिव्य आसने कदेले। इंद्र उवाच के बण व्रत कले के बण फल पाई घरणी पुत्र दुहिता के मन्ते मिलई। एहा मते संक्षेपीण कहिबा गोसाई तब मुख शुणिले जे प्रत्येजी मोहि। नारद उवाच शुण एबे इंद्र सेहि व्रतर महिमा जहिरे संतोष हुअन्ति महालक्ष्मी उमा। मंचमंडल रे सारवंती नगर तहि विष्णु कर बोली अटे द्विजवर। ताहार भारी जा नाम अटे लक्ष्मीवती से ब्राह्मणी लक्ष्मी व्रत सर्वदा करंती। लक्ष्मींकर दया जेणु हेला ता उपरे अचल संपत्ति भोग करे मंचपुरे। एथु अनंतरे इंद्र शुण मन देहि लक्ष्मींकर व्रत तोते कहिबा बुझाई। माघ मास शुक्ल पक्ष दशमी गुरुवार श्री सुदशा व्रत गोटी पड़े से दिनर। सेहि दिन ब्राह्मणी जे प्रभात उठिला एक बनी गाईर से गोबर आनिला। सुसंच करीण गोबर घर दुआर लिपिला नदी रे स्नान करीण घर को अइला। तंडुल बाटीण झोटी आभरण कला श्री परमा लक्ष्मी को से सुमरण कला। 10 वर्ण मुरुजरे पितुली लिहिला 10 जे पाखोड़ा करी पदे लेखिला। तहिर उपरे पूर्ण घटके स्थापिला घटर उपरे च्युत डाले थोइला। नारिकेल एक गोटी घट परे देले 10 मुखी दीपावली जागर जालिले। 10 खिय धला सूत्रे व्रत को बांधिले चौरी नामेण बेत पाखरे थोइले। 10 मुष्टि तंडुल जे घट पाखे देले बदरी फल गोटिए गोटिए जे देले। ऊपर चंद्र ताप चांदुआ टणाइले 10 मेंचा हलदी जे पूर्ण कुंभ देले। सिंदूर कजोल नेई घट परे देले श्री परमा लक्ष्मी को से सुमरणा कले।
ଛେନାପଣା କଦଳୀ ଶେଷର ଘୃତ ଦେଲେ। 10 ଗୋଟି ମଣ୍ଡା ନେଇ ଆଗରେ ଥୋଇଲେ। କର୍ପୂରରେ ଯୁକ୍ତ କରି ଆଣିଣ ବାଢ଼ିଲେ। ନୈବେଦ୍ୟ ନେଇ ପୁଣି କଥା ଯେ ଶୁଣିଲେ। ଶ୍ରୀ ମହାଲକ୍ଷ୍ମୀଙ୍କି ସେ ସୁମରଣା ଯେ କଲେ। ଲକ୍ଷ୍ମୀ 10 ନାମ ଧରି ବ୍ରତେ ଗଣ୍ଠି ଦେଲେ। ପ୍ରଥମ ଗଣ୍ଠିର ନାମ ଲକ୍ଷ୍ମୀ ନାରାୟଣୀ। ଦ୍ୱିତୀୟ ଗଣ୍ଠିର ନାମ ହେଲା କମଳିନୀ। ତୃତୀୟ ଗଣ୍ଠିର ନାମ ଶ୍ରୀ ହରିହର ପ୍ରିୟା। ଚତୁର୍ଥ ଗଣ୍ଠିର ନାମ ଅଟେ ପଦ୍ମାଳୟା। ପଞ୍ଚମ ଗଣ୍ଠିର ନାମ ଅଟଇ କମଳା। ଷଷ୍ଠ ଗଣ୍ଠିର ନାମଟି ହୋଇଲା ଚଞ୍ଚଳା। ସପ୍ତମ ଗଣ୍ଠିର ନାମ ଅଟେ ବିଘ୍ନସେନୀ। ଅଷ୍ଟମ ଗଣ୍ଠିର ନାମ ସିନ୍ଦୁର ଦୁଲ୍ହଣୀ। ନବମ ଗଣ୍ଠିର ନାମ ଦୁର୍ଗତି ନାଶିନୀ। ଦଶମ ଗଣ୍ଠିର ନାମ ବିଷ୍ଣୁ ପାଟରାଣୀ। 10 ନାମ ଧରିଣ ଯେ ବ୍ରତ ଗଣ୍ଠି ଦେଲେ। ଲକ୍ଷ୍ମୀ ନାରାୟଣୀ ବୋଲି ବୋଲି ସୁମରିଲେ। ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ଯେ ବନ୍ଦାପନା କଲେ। ନଦୀକୁ ଯେ ପାଣି କୁମ୍ଭେ ଆଣିବାକୁ ଗଲେ। ବ୍ରତ ହସ୍ତରୁ ଖସାଇ କୂଳରେ ରଖିଲେ। ଜଳ ଭିତରେ ଯାଇଣ ବ୍ରାହ୍ମଣୀ ପଶିଲେ। ମାଂସ ମେଞ୍ଚା ମେଞ୍ଚା ପ୍ରାୟ ବ୍ରତ ଦିଶୁଥିଲା। ଚିଲ ପକ୍ଷୀ ଝାମ୍ପ ଦେଇ ବେଗେ ଘେନି ଗଲା। ସେ ବ୍ରାହ୍ମଣୀ ଜଳ ଘେନି କୂଳକୁ ଅଇଲା। ବ୍ରତ ନ ଦେଖିଣ ସେହୁ ବିସ୍ମିତ ହୋଇଲା। ଚାରିଦିଗକୁ ବ୍ରାହ୍ମଣୀ ନିରେଖି ଚାହିଁଛି। ଦେଖିଲା ଯେ ବ୍ରତ ଚିଲ ଘେନି ଯାଉଅଛି। ଚିଲ ପଛେ ପଛେ ସେ ବ୍ରାହ୍ମଣୀ ଗୋଡ଼ାଇଲା। ସେ ଚିଲ ଯାଇଣ ଏକ ବନସ୍ତେ ପଶିଲା। ବ୍ରତ ନ ପାଇ ବ୍ରାହ୍ମଣୀ ବିକଳେ କାନ୍ଦିଲା। ଚିଲ ପକ୍ଷୀ ବନସ୍ତରେ ଅଦୃଶ୍ୟ ହୋଇଲା। ଏଥୁ ଅନନ୍ତରେ ଇନ୍ଦ୍ର ଶୁଣ ହେ ବୋଇଲେ। ମୃଗୟା ବିନୋଦେ ନଳବନସ୍ତକୁ ଗଲେ। ବ୍ରାହ୍ମଣୀ ରୋଦନ ରାଜା କର୍ଣ୍ଣେ ଯେ ଶୁଣିଲେ। ଏ ବନସ୍ତେ କେ କାନ୍ଦୁଛି ବୋଲିଣ ବୋଇଲେ। ସୈନିକ ସଖା ଘେନି ରାଜା ବିଜେ କରିଲେ। ବ୍ରାହ୍ମଣୀ ପାଖରେ ଯାଇ ପ୍ରବେଶ ହୋଇଲେ। ବ୍ରାହ୍ମଣୀଙ୍କୁ ଦେଖି ରାଜା ବିସ୍ମିତ ହୋଇଲେ। କି ନିମନ୍ତେ କାନ୍ଦୁଅଛ ବୋଲିଣ ବୋଇଲେ। ଏହା ଶୁଣି ବ୍ରାହ୍ମଣୀ ଯେ ରାଜାଙ୍କୁ କହି। ମୋର ଦୁଃଖକୁ ବାବୁ ପାରିବେ କି ଯେ ଫେଇ। ନଳ ରାଜା ବୋଇଲେ ହେ ଯେ ଦୁଃଖ ତୋହର। ମୁଁ ଆଗେ କହିଲେ ତାହା କରିବ ଦୂର। ଏହା ଶୁଣି ବ୍ରାହ୍ମଣୀ ଯେ ବୋଇଲେ ଉତ୍ତର। ସତ୍ୟ କର ତୁମ୍ଭେ ରାଜା କହିବି ଛାମୁର। ବ୍ରାହ୍ମଣୀର ବାକ୍ୟ ଶୁଣି ରାଜା ସତ୍ୟ କଲେ। ଯାହା ତୁମେ ମାଗ ତାହା ଦେବଇଁ ବୋଇଲେ। ଏହା ଶୁଣି ବ୍ରାହ୍ମଣୀ ଯେ ହରସ ହୋଇଲେ। ମୋହର ସୁଦଶା ବ୍ରତ ଚିଲ ଘେନି ଗଲା। ତୁମ୍ଭର ଯେ ମହାଦେଇ ବ୍ରତ କରୁଛନ୍ତି। ସେହି ବ୍ରତ ଗୋଟି ତୁମ୍ଭେ ଦେବ ହୋ ନୃପତି। ଏହା ଶୁଣି ମହାରାଜା ସନ୍ମତ କଲେ। ବ୍ରାହ୍ମଣୀଙ୍କୁ ଘେନି ନିଜ ରାଜ୍ୟ ଚଳିଗଲେ। ବ୍ରାହ୍ମଣୀଙ୍କୁ ସିଂହ ଦ୍ୱାରେ ବସାଇ ନୃପତି
ଅନ୍ତପୁରକୁ ଗମନ କଲେ କତଡ଼ତି। ରାଣୀଙ୍କୁ ଯାଇଣ ନଳ ରାଜା ଯେ କହିଲେ, ଆମ୍ଭଙ୍କୁ ଏକ ମାଗୁଣି ଦେବ କି ବୋଇଲେ। ଏହା ଶୁଣି ମହାରାଣୀ ସ୍ତବଧ ହୋଇଲେ, ଆମ୍ଭଙ୍କୁ କିସ ମିଳିବ ଦେବଇଁ ବୋଇଲେ। ନଳ ରାଜା ବୋଇଲେ, ଗୋ ସତ୍ୟ ଏବେ କର, ତେବେ ମୁଁ କହିବି ସିନା ମାଗୁଣି ମୋହର। ଏହା ଶୁଣି ମହାଦେଇ ସତ୍ୟ ବାକ୍ୟ କଲେ, ଯେ ଇଚ୍ଛା ତୁମ୍ଭର ରାଜା ମାଗ ହୋ ବୋଇଲେ। ସତ୍ୟ ବାକ୍ୟ ଶୁଣି ରାଜା ବୋଇଲେ ଉତ୍ତର, ଶ୍ରୀ ସୁଦଶା ବ୍ରତ ଗୋଟି ଦିଅ ଗୋ ତୁମ୍ଭର। ଏହା ଶୁଣି ମହାରାଣୀ ବିସ୍ମୟ ହୋଇଲେ, ଶ୍ରୀ ସୁଦଶା ବ୍ରତ ଦେବା ନୁହଁ ବୋଇଲେ। ଏହି ବ୍ରତ ଗୋଟି ଅନ୍ୟକୁ ଯେ ନ ଦିଅନ୍ତି, ବ୍ରତ ଦେଲେ କନ୍ଧରୁ ଯେ ଲକ୍ଷ୍ମୀ ଛାଡ଼ି ଯାଆନ୍ତି। ଦରିଦ୍ର ଭିକ୍ଷୁକ ବ୍ୟାଧିବନ୍ତ ସେହୁ ହୋଇ, ଲକ୍ଷ୍ମୀଙ୍କ ବ୍ରତକୁ ଏହା ଦେଇ ନ ପାରଇ। ଜଞ୍ଜାଳ କରିଣ ରାଜା ପୁନଶ୍ଚ ମାଗିଲେ, ହସ୍ତରୁ ଖସାଇ ବ୍ରତ ରାଜା करे ଦେଲେ। ବ୍ରତ ପାଇ ମହାରାଜା ବେଗେ ଚଳିଗଲେ, ବ୍ରାହ୍ମଣୀ ହସ୍ତରେ ବ୍ରତ ନେଇଣ ସେ ଦେଲେ। ବ୍ରତ ପାଇ ବ୍ରାହ୍ମଣୀ ଯେ ଆନନ୍ଦ ହୋଇଲା, ରାଜାକୁ ଆଶିଷ କରି ନିଜ ପୁରେ ଗଲା। ସେ ବ୍ରତ ନେଇଣ କଞ୍ଚା ଦୁଧରେ ଧୋଇଲା, 10 ଗୋଟି ମଣ୍ଡା କରି ପାଣି ଛଡ଼ାଇଲା। ଆପଣା ହସ୍ତରେ ନେଇ ବ୍ରତକୁ ବାନ୍ଧିଲେ, ପାରଣା କରି ବ୍ରାହ୍ମଣୀ ଆନନ୍ଦେ ରହିଲେ। ନାରଦଙ୍କୁ ଚାହିଁ ଇନ୍ଦ୍ର ପୁଣି ପୁଚ୍ଛା କଲେ, ନଳ ରାଜାଙ୍କର କିସ ହୋଇଲା ବୋଇଲେ। ନାରଦ ବୋଇଲେ, ଶୁଣ ଇନ୍ଦ୍ର ମନ ଦେଇ, ନଳ ରାଜାଙ୍କ ବିପତ୍ତି ତୋତେ ଦେବା କହି। ଚରିଯିବା ଗୋରୁ ଆଉ ଘରକୁ ନଇଲେ, ପୋତିଲାର ଧନ ସବୁ ବାସୁକି ହରିଲେ। ଧାନ ଚାଉଳ ତ ସବୁ ବସି ସେ ଖାଇଲେ, ଶତ୍ରୁ ଆସିଣ ରାଜ୍ୟରେ ଉପଗତ ହେଲେ। ରାଜା ରାଣୀ ବସ୍ତ୍ର ଅନ୍ନ କିଛି ନ ପାଇଲେ, ରାଜାଙ୍କୁ ରାତ୍ରରେ କାଳ ପୁରୁଷ ଡାକିଲେ। ରାଜ୍ୟ ଛାଡ଼ି କରି ରାଜା ପଳାଇଣ ଯା, ରାଜେ ଥିଲେ ନିଶ୍ଚୟ ମରିବୁ ନୃପନାହା। ଏହା ଶୁଣି ନଳ ରାଜା ଚେତିଣ ଉଠିଲେ, ମହାଦେଇ ପାଶେ ଯାଇ ସକଳ କହିଲେ। ଚାଲ ତୁମ୍ଭ ପିତା ଘର ଯିବା ହୋ ବୋଇଲେ। ଏହା ଶୁଣି ମହାଦେଇ ସନ୍ମତ କଲେ, ସଭାଚନ୍ଦ୍ର କୁମରକୁ ହକାରି ଆଣିଲେ। ଗୃହକୁ ଛାଡ଼ିଣ ବିଜେ ରାଜା ରାଣୀ ଗଲେ। ପ୍ରଥମରେ ଯାଇ ଏକ ପୋଖରୀ ଦେଖିଲେ, ଏଠାରେ ସ୍ନାନ ରାଣୀ କରିବା ବୋଇଲେ। ଏଠାରେ ସ୍ନାନ କରି ସେ କିସ ଯେ କରିବା, ପାଖରେ ତ କିଛି ନାହିଁ କଣ ଖାଇବା। ଏହା କହି ରାଜା ରାଣୀ ଜଳରେ ପଶିଲେ, 4ଟି ଗଡ଼ିଶ ମାଛ ଧରିଣ ଆଣିଲେ। ଏହି ମାଛ ପୋଡ଼ି ରାଣୀ ରଖିଥାଅ ନେଇ, ପାଖେ ଅଛି ଗ୍ରାମେ ଭିକ୍ଷା ମାଗିଣ ଆଣଇ। ଏହା କହି ମହାରାଜା ବିଜେ କରିଗଲେ, ବିଷ୍ଣୁଙ୍କର ପଣ୍ଡା ଘରେ ପ୍ରବେଶ ହୋଇଲେ।
ଆମ୍ଭଙ୍କୁ ଭୋଜନ କିଛି ଦେବ କି ବୋଇଲେ। ଏହା ଶୁଣି ବ୍ରାହ୍ମଣୀ ଯେ ଅନ୍ନ ଆଣିଦେଲେ। ହରସ ହୋଇ ରାଜାଲେ ଉଠି ଯେ ଅଇଲେ। ଗୃହେ ପତ୍ନୀ କରେ ଅନ୍ନ ଦାନକୁ ଥୋଇଲେ। ଝାମ୍ପ ଦେଇ କାକ ପକ୍ଷୀ ଦାନ ଘେନି ଗଲା। ତଳେ ପଡ଼ି ଅନ୍ନ ମାଟି ଧୂଳି ହୋଇଗଲା। ବିରସ ହୋଇଣ ରାଜା ସେଠାରୁ ଆସିଲେ। ଏହା ଦେଖି ମହାରାଣୀ ସ୍ତମ୍ଭୀଭୂତ ହେଲେ। ଯେଉଁ ମାଛ ପୋଡ଼ି ରାଣୀ ରଖିଥିଲେ ନେଇ, ସେହି ମାଛ ଜୀବ ପାଇ ଜଳେ ଗଲେ ଡେଇଁ। ଆଚମ୍ବିତ ହୋଇ ରାଣୀ କଲେ କ୍ରନ୍ଦନ। ପାଶେ ଆସି ମହାରାଜା ମିଳିଲେ ବହନ। ମହାରାଣୀ ବୋଲେ ଲକ୍ଷ୍ମୀ ଛାଡ଼ିଲେ ଆମ୍ଭଙ୍କୁ। ପୋଡ଼ା ମାଛ ଜୀବ ପାଇ ଡେଇଁଲେ ଜଳକୁ। ଏହା ଦେଖି ମହାରାଜା ବିସ୍ମୟ ହୋଇଲେ। ଚାଲ ଏଠାବରୁ ଯିବା ବୋଲିଣ ବୋଇଲେ। ଏତେ କହି ରାଜା ରାଣୀ ବିଜେ କରିଗଲେ। ବନସ୍ତ ଭିତରେ ଏକ ନଦୀ ଯେ ଦେଖିଲେ। ସଭାଚନ୍ଦ୍ର କୁମରକୁ କୋଳରେ ଧଇଲେ। ନଦୀ ପାର ହୋଇ ରାଜା ରାଣୀ ଯାଉଥିଲେ। ଏମନ୍ତ ସମୟ ଏକ କୁମ୍ଭୀର ମିଳିଲା। ସଭାଚନ୍ଦ୍ର କୁମରକୁ ତଡ଼ତି ଗିଳିଲା। ଏହା ଦେଖି ରାଜା ରାଣୀ ବେଗେ ପଳାଇଲେ। କାନ୍ଦି କାନ୍ଦି ଯାଇଣ ଯେ ବନସ୍ତେ ପଶିଲେ। ଭଙ୍ଗା ମନ୍ଦିର ଗୋଟାଏ ସେଠାରେ ଦେଖିଲେ। ରାଜା ରାଣୀ ଯେ ମନ୍ଦିର ଭିତରେ ରହିଲେ। ଅଳଙ୍କାର ଖୋଲି ରାଣୀ ଅଞ୍ଚଳେ ବାନ୍ଧିଲେ। ସେହିଠାରେ ରାଜା ରାଣୀ ଶ୍ରମେ ନିଦ୍ରା ଗଲେ। ସେ ମନ୍ଦିର କାନ୍ଥେ ଚିତ୍ର ମୟୂର ଯେ ଥିଲା। ରାଣୀ ଅଳଙ୍କାର ମାନ ସବୁ ଗିଳି ଦେଲା। ରାଣୀଙ୍କ ନୟନେ କାଳ ନିଦ୍ରା ଯେ ଘାରିଲା। ରାଣୀଙ୍କୁ ଛାଡ଼ି ରାଜା ତହୁଁ ଯେ ପଳାଇଲା। ସେଠାବରୁ ନଳ ରାଜା ଭ୍ରମି ଭ୍ରମି ଗଲା। ଭୀମ ରାଜ୍ୟ ରାଜେ ଯାଇ ପ୍ରବେଶ ହୋଇଲା। ଭୀମ ରାଜା ଆଗରେ ସେ ଜଣାଇଲେ ଯାଇ। ଆମ୍ଭଙ୍କୁ ରଖ ହେ ରାଜା କିଛି ପଣ ଦେଇ। କେଉଁ ଦେଶେ ଘର ପୁଣି କେଉଁ ଜାତି ପୁଣ। କେଉଁ କେଉଁ ବିଦ୍ୟମାନ କରିଛ ସାଧନ। ନଳ ରାଜାଙ୍କର ସୁପକାର ଥିଲେ ମୁହିଁ। ଗୌରୀ ସଉରି ବିଧି ରାନ୍ଧଣା ଜାଣଇ। ଏହା ଶୁଣି ଭୀମ ରାଜା ହରସ ହୋଇଲେ। ଆମ୍ଭ ସୁପକାର ହୋଇ ଥାଅ ଯା ବୋଇଲେ। ଆଜ୍ଞା ପାଇ ନଳ ରାଜା ସନମତ କଲେ। ରୋଷେଇ ଶାଳରେ ଯାଇ ପ୍ରବେଶ ହୋଇଲେ। ରାତ୍ର ପାହିଲାରୁ ରାଣୀ ନିଦ୍ରାରୁ ଉଠିଲେ। ରାଜାଙ୍କୁ ନ ଦେଖି ରାଣୀ ଡାକ ଚାରିଦେଲେ। ରାଜାଙ୍କୁ ନ ପାଇ ରାଣୀ କାନ୍ଦି କାନ୍ଦି ଗଲା। ଛନ ଛନ ହୋଇ ସେ ସ୍ଥାନରୁ ଚଳିଗଲା। ବାଟେ ରାଣୀ ପଚାରି ପଚାରିଣ ଯେ ଗଲା। ଭୀମ ରାଜା ରାଜେ ଯାଇ ପ୍ରବେଶ ହୋଇଲା। ଭୀମସେନ ଅନ୍ତପୁରେ ଯାଇଣ ମିଳିଲା। ଲକ୍ଷ୍ମୀଙ୍କ ମାୟାରୁ ନିଜ ମାତା ନ ଚିହ୍ନିଲା। ଦମୟନ୍ତୀ କହନ୍ତି ଯେ ମହାଦେଇ ପାଶ। ଭାତ ଲୁଗା ଦେଇ ରଖ ତୁମର ଉଆସ। ନଳ ରାଜାଙ୍କର ଦାସୀ ହୋଇଥିଲି ମୁହିଁ।
कर्म भाग्यरु मुहि सेठारु आसई एहा शुणी महादेई हरस होइले आम्भ अंतपुरे दासी होई थाओ भले एहा शुणी दमयंती सनमत कले नल दमयंती दुहे सेठारे रहिले एथु अनंतरे शुण इंद्र मन देई नल राजांकर शुभ वार्ता देबा कही भाद्र मास शुक्ल पक्ष दशमी गुरुवार श्री सुदशा व्रत गोटी पड़े से दिनर पाट ज्योतिष जाई राणी को जे कहिला कालिठु सुदशा व्रत पड़ुछि बोइला ज्योतिषंको धन रत्न देई विदा कला दासी मानंको डाकिण बुझाई कहिला प्रभातरु उठी दासी माने चली गले एक वर्ण गाईर जे गोबर आनिले सुसंचकरीण घर दुआर लिपिले नदीरे स्नान करीण घर को आसिले तंडोल बाटिण झंटियाल पणा देले एहा देखि दमयंती राणी को कहिले महाराणी मो प्रति दया जे हेबे ओसार उपकरण जेबे मते देवे श्री सुदशा व्रतटी को करंती कहिले एहा कही महादेई संतोष होइले व्रत जे कर तुम्भे कर गोजे बोइले दमयंती शीघ्र स्नान करिण आसिले अति जतनरे नेई घट जे स्थापिले चुत डाल देई दीप मान लगाइले धूप दीप नैवेद्य जे गंध पुष्प देले पुरमंडा 10 गोटी आगरे थोइले महालक्ष्मी कुसुमरी सेठारे बसिले लक्ष्मी 10 नाम धरी व्रते गंठी देले आस आस महालक्ष्मी हृदय सो मरिले प्रथम गंठीर नाम लक्ष्मी नारायणी द्वितीय गंठीर नाम हेला कमलिनी तृतीय गंठीर नाम श्रीहरि हर प्रिया तृतीय गंठीर नाम श्रीहरि हर प्रिया चतुर्थ गंठीर नाम अटे पद्मालया पंचम गंठीर नाम अटई कमला षष्ठ गंठीर नाम होइला जे चंचला सप्तम गंठीर नाम अटे विघ्नसेनी अष्टम गंठीर नाम सिंदूर दुलणी नवम गंठीर नाम दुर्गति नाशिनी दशम गंठीर नाम विष्णु पाटराणी लक्ष्मी 10 नाम धरी व्रते गंठी देले परमा लक्ष्मी को मने सुमरणा कले भोगर लक्ष्मी मोते जे अनुग्रह हेउ पुत्र गरस्त आवर राज्य प्राप्त हेउ एमंत भावना करी मने सुमरिले प्रसन्न होइण लक्ष्मी राणी को कहिले जाओ तोर पुत्र स्वामी प्राप्त होइबे तोर हस्ते शत्रु माने निपात होइबे नल राजा को लक्ष्मी संतोष जे होइले एणे नल राजांकर मंत्री विचारिले आंभर जे महाराजा केणे चली गले
ରାଜରେ କାହାକୁ ରାଜା କରିବ ବୋଇଲେ। ଏହା ଶୁଣି କେହି ବୋଲେ ହେବି ମୁଁ ରାଜନ, ଆଉ କେହି ବୋଲେ ମୁହିଁ ଦେବି ନୃପରାଣ। ଏହିପରି ପରସ୍ପରେ କରିଲେ କଗୋଳ, ତହିଁ ସୁବୁଦ୍ଧି ନାମରେ ଥିଲା ମନ୍ତ୍ରୀବର। ମନ୍ତ୍ରୀ କହେ ଆମ ରାଜା କେଉଁଠାରେ ଛନ୍ତି, ଆଉ ଜଣେ କେଉଁ ପରି ହୋଇବ ନୃପତି। ମନ୍ତ୍ରୀ ବୋଇଲେ ଶୁଣ ସର୍ବେ ମୋ ଯେ ବିଚାର, ପାଟହସ୍ତୀ କୁମଣ୍ଡିଣ ଛାଡ଼ ଯା ସତ୍ୱର। ସୁବର୍ଣ୍ଣ କଳସେ ଗଙ୍ଗା ଜଳ ଶିରେ ଦେଇ, ଛାଡ଼ିଦେବା ଯାହା ପରେ ଢାଳିବ ଯେ ସେହି। ତାହାକୁ ରାଜ୍ୟରେ ରାଜା କରିବାଟି ଜାଣ, ପାଟହସ୍ତୀ ମଣି ଛାଡ଼ିଦେଲେ ତତ୍କ୍ଷଣ। ମନ୍ତ୍ରୀ ପୁରୋହିତ ଆଦି ସକଳ ଚଳିଲେ, ରାଜର ପରଜା ବୃନ୍ଦ ସର୍ବେ ଗୋଡ଼ାଇଲେ। ନିଜ ଇଚ୍ଛା ମତେ ହସ୍ତୀ ଦ୍ରୁତଗାମୀ ହୋଇ, ଭୀମରାମ ରାଜ୍ୟ ପ୍ରବେଶିଲା ହସ୍ତୀ ଯାଇ। ପାଟହସ୍ତୀ ଯାଇ ନଳ ରାଜାଙ୍କୁ ଭେଟିଲା, ସୁବର୍ଣ୍ଣ କଳସ ନଳ ଶିରରେ ଢାଳିଲା। ରାଜାଙ୍କୁ ନେଇଣ ହସ୍ତୀ ପୁଷ୍ପରେ ବସିଲେ, ଜୟ ନଳ ରାଜା ବୋଲି ଉଚ୍ଚେ ଡାକ ଦେଲେ। ସେ ନଗରର ନର ନାରୀ ମାନେ ଦେଖୁଥିଲେ, ରାଜାଙ୍କ ଗ୍ରତେ ଯାଇ ସମସ୍ତେ କହିଲେ। ଗୁପ୍ତେ ନଳ ରାଜା ସୁପକାର ପଣେ ଥିଲେ, ଏଥି ଥିବା ଯାଏ ତାଙ୍କୁ କେହି ନ ଚିହ୍ନିଲେ। ତାଙ୍କ ରାଜ୍ୟ ପାତ୍ର ମନ୍ତ୍ରୀ ସମସ୍ତେ ଅଇଲେ, ନଳ ରାଜାଙ୍କୁ ହସ୍ତୀ ପୁଷ୍ପେ ଯେ ବସାଇଲେ। ଏହା ଶୁଣି ଭୀମ ରାଜା ହରଷ ହୋଇଲେ, ନଳ ରାଜାଙ୍କୁ ଗୌରବ କରି ଘେନି ଗଲେ। ଅନ୍ତପୁରେ ଦମୟନ୍ତୀଙ୍କୁ ରାଣୀ ଚିହ୍ନିଲେ, ଏତ ଆମ ଦମୟନ୍ତୀ ଦୁହିତା ବୋଇଲେ। କି ନିମନ୍ତେ ଆସି ଏଥି ଗୁପତେ ରହିଲ, କି ନିମନ୍ତେ ଏ ବିରୂପା ରୂପ ହୋଇଥିଲ। ଦମୟନ୍ତୀ ଏହା ଶୁଣି ବୁଝାଇ କହିଲେ, ଲକ୍ଷ୍ମୀ ଦ୍ରୋହୀ କରିବାରୁ ରାଜ୍ୟ ତଡ଼ାଇଲେ। ବନସ୍ତ ମଧ୍ୟରେ ସଭା ଚନ୍ଦ୍ରକୁ ହରାଇ, ମୋତେ ଛାଡ଼ି କରି ରାଜା ଗଲେ ପଳାଇ। ଏହା ଶୁଣି ମହାଦେଇ ରାଜାଙ୍କୁ କହନ୍ତି, ଆମ୍ଭ ଗୃହେ ଦମୟନ୍ତୀ ଝିଅ ରହିଛନ୍ତି। ଭୀମ ରାଜା କହନ୍ତି ଯେ ନଳ ଆସିଛନ୍ତି, ଏହା ଦେଖି ରାଜା ରାଣୀ ହରଷ ହୁଅନ୍ତି। ଦମୟନ୍ତୀଙ୍କୁ ଧରିଣ ନଳ ପାଶେ ଗଲେ, ଦମୟନ୍ତୀଙ୍କୁ ଦେଖିଣ ନଳ ଖୁସି ହେଲେ। ରାଜା ରାଣୀଙ୍କ ପାଦ ତଳରେ ଯେ ପଡ଼ିଲେ, ମନବାଞ୍ଛା ପୂର୍ଣ୍ଣ ହେଉ ବୋଲିଣ ବୋଇଲେ। କିଛି ଦିନ ନଳ ପୁଣି ସେଠାରେ ରହିଲେ, ଏହା ଦେଖି ରାଜା ରାଣୀ ହରଷ ହୋଇଲେ। ରାଜାଙ୍କ ଗ୍ରତେ ଯାଇ ନଳ ଜଣାଇଲେ, ନିଜ ରାଜ୍ୟ ଯିବୁ ଆମ୍ଭେ ଆଜ୍ଞା ଯେ ହୋଇଲେ। ବିଧି ମତେ ସନମାନ ନଳ ରାଜାଙ୍କୁ ଯେ କଲେ, ପାଟ ପୀତାମ୍ବରୀ ମାନ ରାଜା ଯେ ପିନ୍ଧିଲେ। ନାନା ଅଳଙ୍କାର ଦେଇ ଭୂଷଣ କରିଲେ, ବିନୟ ହୋଇଣ ରାଣୀ ମାତାଙ୍କୁ କହିଲେ। ଦୟା ରଖିଥିବ ପିତା ମାତାଙ୍କୁ କହିଲେ,
ଆଶିଷ କଲ୍ୟାଣ କର ବିନୟ ହୋଇଲେ। ରତ୍ନ ହାନ୍ଦଳରେ ନେଇ ବିଜେ କରାଇଲେ। ବିନୟ ହୋଇଣ ରାଣୀ ଦାସୀଙ୍କୁ କହିଲେ, ଏହି ସ୍ନେହ ରଖିଥିବ ସବୁ ପ୍ରଜାମାନେ। ବିଦାୟ ଦିଅ ଯାଉଛି ନିଜ କର୍ମସ୍ଥଳେ। ଶୁଭ ବେଳେ ରାଜା ରାଣୀ ରାଜ୍ୟକୁ ଗମିଲେ। ପାତ୍ର ମନ୍ତ୍ରୀ ସର୍ବେ ସଙ୍ଗେ ସଙ୍ଗେ ଗୋଡ଼ାଇଲେ। ଶଙ୍ଖ ଶବଦରେ ରାଜ୍ୟ କମ୍ପାଇଲେ। ଶୁଭ ଅନୁକୂଳ ଧରି ବାହାର ହୋଇଲେ। କିଛି ଦୂର ଗଲା ପରେ ମନ୍ଦିର ଭେଟିଲେ। ଜୟ ଶଙ୍ଖ ବୀର ଶବ୍ଦ ତୁରୀ ବଜାଇଲେ। ଯେଉଁ ମୟୂରଟି ରାଣୀ ମାଳା ଗିଳିଥିଲା, ରାଜା ରାଣୀଙ୍କୁ ଚିହ୍ନିଣ ଉଦ୍ଗାରିଣ ଦେଲା। ଅଳଙ୍କାର ପାଇ ରାଣୀ ହରଷ ହୋଇଲେ। ସୁରଦେବ ରାଣୀ ଶାପ ମୁକ୍ତ ହୋଇଗଲେ। ଏଠାବରୁ ପାତ୍ର ମନ୍ତ୍ରୀ ମାନେ ବିଦା କଲେ। ତୁମ୍ଭେମାନେ ଯାଅ ଭଲେ ଆମ୍ଭେ ଯିବୁ ଭଲେ। ସେଠାବରୁ ପାତ୍ର ମନ୍ତ୍ରୀ ବିଦାୟ ହୋଇଲେ। ରାଜା ରାଣୀ ବହୁତ ଆଶିଷ ଯେ ବାଞ୍ଛିଲେ। ହସ୍ତି ପୃଷ୍ଠେ ବସି ରାଜା ରାଣୀ ଚାଲିଗଲେ। ବନସ୍ଥ କନ୍ଦରେ ନଦୀ ନିକଟେ ମିଳିଲେ। ଶଙ୍ଖ ଧ୍ୱନି ଶବଦରେ ନଦୀ କମ୍ପିଗଲା। ଶବ୍ଦ ଶୁଣିଣ କୁମ୍ଭୀର ତଡ଼ିତ ଆସିଲା। ସଙ୍ଗେ ସଙ୍ଗେ ସଭା ଚନ୍ଦ୍ର ଉଦ୍ଗାରିଲା। ଏ ଜନ୍ମରୁ ମୁକ୍ତ କରନ୍ତୁ ଯେ ବଇଲା। ପୁତ୍ର ପାଇ ରାଜା ରାଣୀ ହରଷ ହୋଇଲେ। ସୁରଦେବ ରାଜ୍ୟ ଶାପୁ ମୁକ୍ତ ହୁଅ ଭଲେ। ସଭାଚନ୍ଦ୍ରକୁ ନେଇ କୋଳରେ ବସାଇଲେ। ସେଠାବରୁ ରାଜା ରାଣୀ ସଧୀରେ ଚଳିଲେ। ମହାଲକ୍ଷ୍ମୀ ନଳକୁ ସେ ସୁଦୟା କରିଲେ। ବେତାଳ ମାନଙ୍କୁ ଡାକି ତହୁଁ ଆଜ୍ଞା ଦେଲେ। ରାଜାର ଭଣ୍ଡାର ସର୍ବ ପୂର୍ଣ୍ଣ କରି ଆସ। ପୂର୍ଣ୍ଣ କରି ମୋତେ ଆସି କହିବଟି ବସି। ଏହା ଶୁଣି ବେତାଳ ଯେ ଶୀଘ୍ର ଚଳିଗଲେ। ନଳ ରାଜାଙ୍କ ଭଣ୍ଡାର ସମ୍ପୂର୍ଣ୍ଣ କରିଲେ। ଲେଉଟିଣ ଆସି ଲକ୍ଷ୍ମୀ ପାଶେ ଜଣାଇଲେ। ଭଣ୍ଡାର ପୂର୍ଣ୍ଣ ଶୁଣିଣ ସନ୍ତୋଷ ହୋଇଲେ। ଏ ସମୟେ ନଳ ରାଜା ରାଜେ ପହଞ୍ଚିଲେ। ସିଂହଦ୍ୱାରରେ ପହଞ୍ଚି ହରଷ ହୋଇଲେ। ରାଜା ରାଣୀ ପାତ୍ର ମନ୍ତ୍ରୀ ଦେଖି ଧାଇଁ ଗଲେ। ସମାରୋହେ ପାଦ ତଳେ ସର୍ବେ ଲୋଟି ଗଲେ। ଉଠ ସର୍ବେ ରାଜା ରାଣୀ ଏମନ୍ତ କହିଲେ। ଯେ ଯାହାର କାର୍ଯ୍ୟକ୍ରମେ ସର୍ବେ ଲିପ୍ତ ହେଲେ। ଅଭିଷେକର ଯୋଗାଡ଼ ମନ୍ତ୍ରୀ କରାଇଲେ। ଶୁଭ ବେଳେ ରାଜା ରାଣୀ ଅଭିଷେକ ହେଲେ। ବାଦ୍ୟ ଶବଦରେ ରାଜା ଆନନ୍ଦ ଲଭିଲେ। ନଗର ବୁଲି ବୁଲି ରାଜା ବହୁ ଧନ ଦେଲେ। ଆନନ୍ଦ ହୋଇଣ ରାଜା ପ୍ରଜାଙ୍କୁ ପାଳିଲେ। ରାଜା ପ୍ରଜା ଆନନ୍ଦରେ ସନ୍ତୋଷ ଲଭିଲେ। ଏହାପରେ ଶିଶୁ ଦଶା ବ୍ରତ ହିଁ ପଡ଼ିଲା। ବ୍ରତ କରିବାକୁ ରାଣୀ ରାଜାଙ୍କୁ କହିଲା। ଏମନ୍ତ ଏ ବ୍ରତ ବୋଲି ଇନ୍ଦ୍ରଙ୍କୁ କହନ୍ତେ। ଇନ୍ଦ୍ର ସହିତରେ ସଚି ଏ ବ୍ରତ କରନ୍ତେ। ନାରଦ ଋଷିଙ୍କ ଠାରୁ କଥାକୁ ଶୁଣିଲେ।
व्रत को संपूर्ण करी दक्षिणा को देले दक्षिणा पाइण नारद विजे करिले ए विधिर नर नारी लक्ष्मी व्रत कले जेउ माने नारी एही व्रत को करंती तांको बक्षरु लक्ष्मी केभे न जे छाड़ती एणु महालक्ष्मी पादे थाउ मोर मती सदा जय संपूर्ण हे सुदशा व्रतटी।